ଏହି କାହାଣୀ ହେଉଛି ମଙ୍ଗୁଳା ଜଙ୍ଗଲର ଖାବର ଡାହାଣୀ। ଓଡ଼ିଶାର ଏକ ଅଖ୍ୟାତ ଗାଁର ମଙ୍ଗୁଳା ଜଙ୍ଗଲ। ସେହି ଜଙ୍ଗଲକୁ ନେଇ ଅନେକ କାହାଣୀ ପ୍ରଚଳିତ, ଯାହା ଶୁଣିଲେ ଛାତି ଥରିଉଠେ। କେହି କହନ୍ତି ସେଠାରେ ଖାବର ଡାହାଣୀ ବାସ କରେ, କେହି କହନ୍ତି ସେଠାରେ ଅନେକ ଅଶରୀରୀଙ୍କ ଆତ୍ମା ବୁଲୁଛନ୍ତି। ତେବେ ଏହି କାହାଣୀ ସେହି ସମୟର, ଯେତେବେଳେ ପ୍ରତିଦିନ ସନ୍ଧ୍ୟା ପରେ ଗାଁର କୌଣସି ଜଣେ ଗୁରୁତର ଅସୁସ୍ଥ ହୋଇପଡ଼ୁଥିଲେ। ସେହି ଅସୁସ୍ଥତାର କାରଣ ଜାଣିବା ପାଇଁ ଗାଁର କିଛି ଯୁବକ ରାତିରେ ଜଙ୍ଗଲ ଭିତରକୁ ଯାଇ ତଦନ୍ତ କରିବାକୁ ନିଷ୍ପତ୍ତି ନେଲେ। ରମେଶ ଏବଂ ତାଙ୍କ ସାଙ୍ଗମାନେ ଜହ୍ନରାତିରେ ମଙ୍ଗୁଳା ଜଙ୍ଗଲରେ ପ୍ରବେଶ କଲେ। ଜଙ୍ଗଲ ଭିତରେ କେବଳ ଝିଙ୍କାରୀର ଶବ୍ଦ ଏବଂ ବେଳେବେଳେ ଝରାପତ୍ରର ମର୍ମର ଶବ୍ଦ ଶୁଣାଯାଉଥିଲା। ହଠାତ୍ ସେମାନେ ଏକ ଅଦ୍ଭୁତ ଦୃଶ୍ୟ ଦେଖିଲେ। ଏକ ବିରାଟ ବରଗଛ ମୂଳରେ ଜଣେ ବୃଦ୍ଧା ବସି କିଛି ଗୁଣୁଗୁଣୁ ହେଉଥିଲେ। ବୃଦ୍ଧାର ମୁହଁ ବଡ଼ ଭୟଙ୍କର, ଆଖି ଦୁଇଟି ନିଆଁ ଭଳି ଜଳୁଥିଲା। ସେହି ବୃଦ୍ଧା ଜଣକ ହିଁ ଖାବର ଡାହାଣୀ ବୋଲି ରମେଶ ଏବଂ ତାଙ୍କ ସାଙ୍ଗମାନେ ଜାଣିପାରିଲେ। ଖାବର ଡାହାଣୀ ହାତରେ ଏକ କମଣ୍ଡଳୁ ଧରିଥିଲା, ଯେଉଁଥିରୁ କିଛି ପାଣି ଜମି ଉପରେ ପଡ଼ୁଥିଲା। ସେହି ପାଣିରେ ଏକ ବିଷାକ୍ତ କୁଣ୍ଡ ତିଆରି ହୋଇଥିଲା। ଡାହାଣୀ ସେହି କୁଣ୍ଡରେ କିଛି ଚେରମୂଳି ଏବଂ ଅନ୍ୟାନ୍ୟ ଜିନିଷ ମିଶାଉଥିଲା। ଏହା ଦେଖି ରମେଶ ଏବଂ ତାଙ୍କ ସାଙ୍ଗମାନେ ବହୁତ ଡରିଗଲେ। ସେମାନେ ଜଙ୍ଗଲରୁ ପଳାଇବାକୁ ଚେଷ୍ଟା କଲେ, କିନ୍ତୁ ଡାହାଣୀ ସେମାନଙ୍କୁ ଦେଖିନେଲା। ଡାହାଣୀ ଏକ ବିଚିତ୍ର ସ୍ୱରରେ କହିଲା, ତୁମେମାନେ ମୋର ପୂଜାରେ ବାଧା ସୃଷ୍ଟି କରିଛ, ଏବେ ତୁମମାନଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ିବ। ଡାହାଣୀ ଏତିକି କହି କମଣ୍ଡଳୁରୁ କିଛି ପାଣି ରମେଶ ଏବଂ ତାଙ୍କ ସାଙ୍ଗମାନଙ୍କ ଉପରକୁ ଫୋପାଡ଼ିଦେଲା। ସେହି ପାଣି ସେମାନଙ୍କ ଉପରେ ପଡ଼ିବା ମାତ୍ରେ ସେମାନଙ୍କର ଶରୀରରେ ଅସହ୍ୟ ଯନ୍ତ୍ରଣା ହେଲା। ସେମାନେ ସେହି ଜଙ୍ଗଲରୁ କେମିତି ବାହାରିଲେ, ସେକଥା ମନେ ନାହିଁ। କିନ୍ତୁ ପରଦିନ ସକାଳେ ସମସ୍ତେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ଗାଁର ବୈଦ୍ୟ କହିଲେ, ସେମାନଙ୍କୁ ଖାବର ଡାହାଣୀର ଅଭିଶାପ ଲାଗିଛି, ଏବେ ଏହାର କୌଣସି ଔଷଧ ନାହିଁ। ସେହିଦିନଠାରୁ ଗାଁରେ ଏକ ବିଚିତ୍ର ପରମ୍ପରା ଆରମ୍ଭ ହେଲା। ପ୍ରତିବର୍ଷ ଗାଁର କିଛି ଯୁବକ ରାତିରେ ମଙ୍ଗୁଳା ଜଙ୍ଗଲକୁ ଯାଇ ଖାବର ଡାହାଣୀକୁ ପୂଜା କରନ୍ତି। ଯେଉଁମାନେ ଏହି ପୂଜା କରିବାକୁ ଭୟ କରନ୍ତି ସେମାନେ ଅସୁସ୍ଥ ହୋଇପଡ଼ନ୍ତି। ଏହି କାହାଣୀରୁ ସ୍ପଷ୍ଟ ହୁଏ ଯେ କେବଳ ବିଜ୍ଞାନ ଉପରେ ବିଶ୍ୱାସ କରିବା ଠିକ୍ ନୁହେଁ, ବେଳେବେଳେ ଅନ୍ଧବିଶ୍ୱାସ ମଧ୍ୟ ସତ୍ୟ ହୋଇଥାଏ। ଶେଷରେ ଆପଣଙ୍କୁ ଅନୁରୋଧ ଯେ ଓଡ଼ିଶା ସ୍କ୍ୟାରି ଟ୍ୟୁବ୍କୁ ଲାଇକ୍, ସେୟାର, କମେଣ୍ଟ ଏବଂ ସବସ୍କ୍ରାଇବ୍ କରନ୍ତୁ, ଯାହାଦ୍ୱାରା ଆମେ ଆପଣଙ୍କ ପାଇଁ ଆହୁରି ଭୟାନକ କାହାଣୀ ପ୍ରସ୍ତୁତ କରିପାରିବୁ। ପୃଷ୍ଠଭୂମି: ଓଡ଼ିଶାର ଏକ ଅଜଣା ଗାଁ ପାଖରେ ଥିବା ମଙ୍ଗୁଳା ଜଙ୍ଗଲକୁ ନେଇ କିଛି ରହସ୍ୟମୟ କାହାଣୀ ପ୍ରଚଳିତ ଥିଲା। ସମସ୍ୟା: ଗାଁରେ ପ୍ରତିଦିନ ସନ୍ଧ୍ୟା ପରେ କେହି ନା କେହି ଗୁରୁତର ଅସୁସ୍ଥ ହୋଇପଡ଼ୁଥିଲେ, ଯାହାର କାରଣ ଜାଣିବା ପାଇଁ କିଛି ଯୁବକ ରାତିରେ ଜଙ୍ଗଲକୁ ଯାଇଥିଲେ। ଘଟଣାକ୍ରମ: ଜଙ୍ଗଲରେ ରମେଶ ଏବଂ ତାଙ୍କ ସାଙ୍ଗମାନେ ଏକ ବରଗଛ ମୂଳେ ଖାବର ଡାହାଣୀକୁ କଳା ଯାଦୁ କରୁଥିବାର ଦେଖିଥିଲେ। ପରିଣାମ: ଡାହାଣୀ ସେମାନଙ୍କୁ ଦେଖି ଅଭିଶାପ ଦେଇଥିଲା, ଯାହା ଫଳରେ ସେମାନେ ମଧ୍ୟ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ଶେଷ: ସେବେଠାରୁ ଗାଁରେ ଏକ ଭୟାନକ ପରମ୍ପରା ଆରମ୍ଭ ହେଲା, ଯେଉଁଥିରେ ସେହି ଡାହାଣୀକୁ ପୂଜା କରିବା ବାଧ୍ୟତାମୂଳକ ହୋଇଗଲା। ଆମର ଏହି ରହସ୍ୟମୟ କାହାଣୀ ଶେଷ ପର୍ଯ୍ୟନ୍ତ ଶୁଣିଥିବାରୁ ଆପଣ ସମସ୍ତଙ୍କୁ ଅନେକ ଅନେକ ଧନ୍ୟବାଦ। ଆଶା କରୁଛୁ ଆଜିର ଏହି ଭୟାନକ ଅନୁଭୂତି ଆପଣଙ୍କୁ ନିଶ୍ଚୟ ପସନ୍ଦ ଆସିଥିବ। ଯଦି ଆପଣ ଏହିପରି ଆହୁରି ରୋମାଞ୍ଚକର ଏବଂ ଡରାଇବା ଭଳି କାହାଣୀ ଶୁଣିବାକୁ ଚାହାନ୍ତି, ତେବେ ଆମ ଓଡ଼ିଶା ସ୍କ୍ୟାରି ଟ୍ୟୁବ୍ ଚ୍ୟାନେଲକୁ ଲାଇକ୍ କରନ୍ତୁ, ନିଜ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ ଏବଂ କମେଣ୍ଟ ବକ୍ସରେ ନିଜର ମତ ଜଣାନ୍ତୁ। ଆଉ ହଁ, ଆଗାମୀ ଭୟାନକ ଭିଡ଼ିଓଗୁଡ଼ିକର ନୋଟିଫିକେସନ୍ ପାଇବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ଆମେ ପୁଣି ଫେରିବୁ ଏକ ନୂଆ ଭୟାନକ କାହାଣୀ ସହିତ। ସେ ପର୍ଯ୍ୟନ୍ତ ସତର୍କ ରୁହନ୍ତୁ।